ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପିଲ। 7ରେ ଦୀପ ଜଳାନ୍ତୁ, 8ରେ ଆସିବ ଟଙ୍କା। କ'ଣ ପାଇଁ ଏମିତି କହିଲେ, କାହିଁକି କହିଲେ, ଚାଲନ୍ତୁ ବିସ୍ତୃତ ଭାବେ ଆଲୋଚନା କରିବା। ଯଦି ଆମ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ହଁ ଦର୍ଶକ ବନ୍ଧୁ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମସ୍ତଙ୍କୁ ଅପିଲ କରିଛନ୍ତି ଯେ ମାର୍ଚ୍ଚ 7 ତାରିଖ ଦିନ ଦୀପ ଜାଳିବାକୁ ଏବଂ 8 ତାରିଖ ଦିନ ସୁଭଦ୍ରାର ଦ୍ୱିତୀୟ କିସ୍ତି ପଠାଯିବ। ସୁଭଦ୍ରା ପାଇଁ ଦୀପ ଜଳାନ୍ତୁ। ଆସନ୍ତା 7 ତାରିଖ ଦିନ ସୁଭଦ୍ରା ପାଇଁ ପ୍ରତ୍ୟେକ ଘରେ ଦୀପ ଜଳାଇବା ପାଇଁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରତି ସୁଭଦ୍ରା ମାଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବା ପୂର୍ବରୁ ସୁଭଦ୍ରା ଦୀପ ଜାଳିବାକୁ ଆହ୍ୱାନ କରିଛନ୍ତି। ସୁଭଦ୍ରାର ପଞ୍ଚମ ପର୍ଯ୍ୟାୟ ଟଙ୍କା ଟ୍ରାନ୍ସଫର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ପ୍ରତି ସୁଭଦ୍ରା ମାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଏଁ ଦୀପ ଜାଳିବାକୁ ପ୍ରତି ମହିଳାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି। ଆଜି ସୁଭଦ୍ରା ମାଙ୍କ ହିତାଧିକାରୀଙ୍କ ସଂଖ୍ୟା 1 କୋଟି ଛୁଇଁଛି, ଯାହା ଆମର ଲକ୍ଷ୍ୟ। ପ୍ରତ୍ୟେକ ଘରେ ଘରେ ପହଞ୍ଚିଥିବାରୁ ସୁଭଦ୍ରା ଯୋଜନା, ସେଥିପାଇଁ ପ୍ରତ୍ୟେକ ମାଙ୍କୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ 7 ତାରିଖ ଦିନ ସନ୍ଧ୍ୟାରେ ଏକ ଦୀପ ଜାଳିବାକୁ। ଯାହାପରେ ଯେତେଜଣ ସୁଭଦ୍ରା ଟଙ୍କା ପାଉଥିବେ ସେତେଟା ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି। ଯଦି ଆମ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର।